ନୂଆ ସକାଳ ପବ୍ଲିକେସନ ପକ୍ଷରୁ ଆଜି ଦିନ 11ଟାରୁ ଅପରାହ୍ନ 2ଟା ମଧ୍ୟରେ ବହି ମିଶନ ଉନ୍ମୋଚିତ। ଡୁଙ୍ଗୁରିପାଲି ପଞ୍ଚବଟୀ ବିଦ୍ୟାନିକେତନଠାରେ ନୂଆ ସକାଳ ପବ୍ଲିକେସନ ପକ୍ଷରୁ ବହି ମିଶନ ଉନ୍ମୋଚନ ହୋଇଯାଇଛି। ପ୍ରଥମେ ସମସ୍ତ ପାଠକ, ଲେଖକ, ଅତିଥି ଉପସ୍ଥିତିରେ ମା ସମଲେଶ୍ୱରୀଙ୍କ ଫଟୋଚିତ୍ରରେ ଅତିଥିମାନେ ଦୀପ ଦେଇ ପ୍ରଜ୍ୱଳନ କରି ପୂଜାର୍ଚ୍ଚନା କରି କାର୍ଯ୍ୟକ୍ରମକୁ ଉଦ୍ଘାଟନ କରିଥିଲେ। ତାପରେ ପୁସ୍ତକ ଉନ୍ମୋଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଡୁମେର ଫୁଲ ଉହୁଲେନ ପାଏନ ଲେଖକ କାହ୍ନୁଚରଣ ନାଥ, ପରମାଣପୁର ଜିଲ୍ଲା ସମ୍ବଲପୁର ଉଜୁଳି କଥାନୀ ଲେଖକ ଡକ୍ଟର ଗୋବର୍ଦ୍ଧନ ସାହୁ ବରଗଡ଼, ମାଟିର କହଁର ଲେଖକ ସୁଦାମ କନ୍ଧେର ମାଣ୍ଡୋସିଲି ପାଇକମାଳ, ମୁନୁସ୍ପର୍ଣ୍ଣ ଲେଖକ ଗୋବର୍ଦ୍ଧନ ନାୟକ ବଟିକା ବଲାଙ୍ଗୀରଙ୍କ ଲେଖା ହୋଇଥିବା ପୁସ୍ତକ ଉନ୍ମୋଚନ ହୋଇଥିବା। ଏଥିରେ ମୁଖ୍ୟ ଅତିଥି ଭାବରେ ମୁକ୍ତିକଣ୍ଠ ପ୍ରଧାନ, ମୁଖ୍ୟ ବକ୍ତା ଶ୍ରୀଧର ବାଗ, ସମ୍ମାନିତ ଅତିଥି ଡକ୍ଟର ଗୋବର୍ଦ୍ଧନ ସାହୁ, ସମ୍ମାନିତ ଅତିଥି କାହ୍ନୁଚରଣ ରଥ, ସମ୍ମାନିତ ଅତିଥି ସୁଦାମ କନ୍ଧେର, ସଭାପତି ଭାବେ ରାଧାବଲ୍ଲଭ ଷଡ଼ଙ୍ଗୀ, ମଞ୍ଚ ପରିଚାଳନା ଓ ସଂଯୋଜନା ସନାତନ ବେହେରା, ଅତିଥିଙ୍କୁ ସ୍ୱାଗତ ଓ ଉଦ୍ଦେଶ୍ୟ ଜ୍ଞାପନ ଗୌରାଙ୍ଗ ପାଣ୍ଡେ, ପ୍ରାରମ୍ଭିକ ସଙ୍ଗୀତ ଗାନ କରିଥିଲେ ଅଜିତ କୁମାର ପାଣିଗ୍ରାହୀ, ଧନ୍ୟବାଦ ଅର୍ପଣ କରିଥିଲେ ଶୁଭଲାଲ ସାହୁ, ସହଯୋଗ କରିଥିଲେ ପ୍ରବୀଣ, ଜୟ, ଗୁଣନିଧି, ପବିତ୍ର ଓ ପଞ୍ଚାନନ ପ୍ରମୁଖ।